ବର୍ତ୍ତମାନ ସିଜିନରେ ବେଲ ପ୍ରଚୁର ପରିମାଣରେ ମିଳୁଛି। ଆଉ ମ୍ୟାକ୍ସିମମ୍ ଆମେ ସମସ୍ତେ ବେଲକୁ ବେଲ ପଣା ହିଁ କରିକି ପିଉ। ଯଦି ବେଲ ପଣା ପିଇ ପିଇ ବୋର୍ ହେଇଗଲେଣି ତାହେଲେ ବେଲ ରସରେ ଏଇ ନୂଆ ରେସିପିଟି ଦେଖନ୍ତୁ। ମୁଁ ଆଜି ଆପଣଙ୍କୁ ଦେଖେଇବି ବେଲ ରସରେ ମୁଁ କେମିତି ଗୋଟେ ବଢ଼ିଆ ମଜାଦାର କେକ୍ ତିଆରି କରିଛି। ବେଲପଣାରେ ଆମେ ଯାହା ଯାହା ପକାଉ ନା, ନଡ଼ିଆ, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, ଗୁଜୁରାତି ପାଉଡ଼ର, ଏ ସବୁକୁ ମୁଁ ପକେଇ ତିଆରି କରିଛି ବେଲ କେକ୍। ଆପଣ ଯଦି ପୁରା ରେସିପିଟିକୁ ଦେଖିବାକୁ ଚାହୁଁଛନ୍ତି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହାର ଫୁଲ୍ ଭିଡ଼ିଓ ମୁଁ ଅପଲୋଡ଼ କରିଛି। ବେଲ ସରିବା ପୂର୍ବରୁ ଆପଣ ଏମିତି ବେଲ ଆଣି ତାର ରସ ବାହାର କରି କେକ୍ ତିଆରି କରନ୍ତୁ। ଆଉ କମେଣ୍ଟସରେ ଜଣାନ୍ତୁ ସତରେ ବେଲ କେକ୍ଟି କେତେ ବଢ଼ିଆ ହେଇଥିଲା। ବେଲ ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ, ଏ ବେଲ କେକ୍ ମଧ୍ୟ ଖାଇବାକୁ ସେତିକି ବଢ଼ିଆ। ଜାଣିଛନ୍ତି ବେଲ ଖାଇବା ଦ୍ୱାରା ଆମର ଡାଇଜେସନ୍ ଭଲ ହୁଏ, ଇମ୍ୟୁନିଟି ବଢ଼େ, ଆଉ ୱେଟ୍ ଲସ୍ ବି ହୁଏ। ଏମିତି ଆହୁରି ଅନେକ କିଛି ମଧ୍ୟ। ତେଣୁ ଜଲ୍ଦି ଜଲ୍ଦି ମାର୍କେଟରୁ ବେଲ ଆଣି ତା ରସରେ ଏଭଳି କେକ୍ ତିଆରି କରନ୍ତୁ। ଆଉ ଯଦି ଭଲ ଲାଗିଲା ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିଦେବେ।